ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ରାଜା ଯେଉଁ ଗୋଠରେ ଦାନ କରନ୍ତି ସେ ଗୋଠରେ ଆସିକି ପଶି ଯାଇଛନ୍ତି। ପଶି ଯାଇଛି ସେ ଗାଈଟି। ଯଦି ପଶି ଯାଇଛି ରାଜା କଣ ଆଉ ସବୁ ଗାଈକି ଚିହ୍ନିଛନ୍ତି କି? ଅଜ୍ଞାତେ ନ ଜାଣି ପ୍ରଭାତେ ପ୍ରଭାତେ କହିଲେ ସକାଳ ସମୟରେ ଅଜ୍ଞାନେ ମାନେ ବିନା ଜ୍ଞାନରେ ଅଜ୍ଞାନରେ କଣ କଲି? ମୁଁ ସକାଳ ସମୟରେ ଦାନ ଦେଲି ବିପ୍ର ହସ୍ତେ। ବୁଝିପାରିଲା? ଆଉ ଆଉ ଅନ୍ୟ ଜଣ ବ୍ରାହ୍ମଣ ହସ୍ତରେ ମୁଁ ଏଇ ଗାଈଟିକୁ ଦାନ କଲି। ପିଲାମାନେ ଥରେ ଯେଉଁଟା ଦାନ ହେଇଯାଇଛି ତାକୁ ଆଉ ଥରେ ତମେ କାହାକୁ ଦାନ କରିପାରିବ କି? ବିଲକୁଲ ବି ନାହିଁ। ଦାନ କଣ? ଯେଉଁଟା ପୁରା ଦିଆ ସରିଯାଇଛି। ତେଣୁ ଯେତେବେଳେ ବ୍ରାହ୍ମଣଟିଏ ଗାଈକୁ ପାଇକି ନେଇ ଯାଇଥିଲା, ପରନ୍ତୁ ସେ ଗାଈଟି ଫିଟି ଆସି ଗୋଠରେ ପଶି ଯାଇଛି। ସେଠି ରାଜା କଣ କରୁଛନ୍ତି? ଅଜ୍ଞାତ ବଶତଃ ତାକୁ ଆଣିକି ଆଉ ଜଣେ ବ୍ରାହ୍ମଣଙ୍କୁ ଦାନ ଦେଇଛନ୍ତି। ଦେନ୍ କଣ ହେଇଛି ତାପରେ? ବ୍ରାହ୍ମଣ ଧେନୁ ଘେନି ଯାନ୍ତେ ବିପ୍ର ଦେଖିଲା ରାଜପଥେ। ଯେତେବେଳେ ଏ ବ୍ରାହ୍ମଣ ଦ୍ୱିତୀୟ ବ୍ରାହ୍ମଣ ଧେନୁକୁ ଗାଈକୁ ଘେନିକି ଯାଉଛନ୍ତି, ସେତେବେଳେ ବିପ୍ର ଦେଖିଲେ ରାଜପଥେ। ବିପ୍ର କହିଲେ ପିଲେ ପୂର୍ବ ବ୍ରାହ୍ମଣ। ବ୍ରାହ୍ମଣ ଜଣକ ସେଇ ଆଗୁଆ ବ୍ରାହ୍ମଣ, ଯେଉଁ ବ୍ରାହ୍ମଣକୁ ସେ ପ୍ରଥମେ ଦାନ କରିଥିଲେ ସେଇ ବ୍ରାହ୍ମଣ ରାଜପଥେ ବାଟରେ ଦେଖିଲେ ଗାଈକୁ। ଯେତେବେଳେ ଦେଖିଲେ ଗାଈକୁ କଣ କରିଲେ ପିଲାମାନେ? କଣ କଲା? ନିହାତି ତାକୁ ଧରିଥିବ ନା ନାଇଁ? ତାପରେ ଦେଖ ପିଲେ, ତା ନିଜ ଧେନୁ ଚିହ୍ନି ବଳେ ତକ୍ଷଣେ ଧୋଇଲା ଲାଙ୍ଗୁଳେ। ତାମାନେ ତା ନିଜ ଧେନୁ, ତା ନିଜର ଧେନୁକୁ, ତା ନିଜର ଗାଈକୁ ଚିହ୍ନିଲା। ଚିହ୍ନି କଣ କଲା? ତକ୍ଷଣେ ଧୋଇଲା ଲାଙ୍ଗୁଳେ। ବୁଝିପାରିଲା? ତା ଲାଙ୍ଗୁଳକୁ ସାଙ୍ଗେ ସାଙ୍ଗେ ଧୋଇଲା। ଏ ଗାଈକୁ କୁଆଡେ ନେଉଛୁ? ଏବଂ କହୁଛନ୍ତି ଏ ଗାଈକୁ କୁଆଡେ ନଉଛୁ? ଛାଡ ଛାଡ କହିକି ତା ଲାଞ୍ଜକୁ ଧରିଲା। କଣ କହିଲା? ବୋଇଲା ମୋର ଧନୁ ଏହି ହଜିଲା ଲୋଡୁ ଅଛି ମୁହି। ବୋଇଲା କହିଲା କହିଲା ଏ ଧେନୁ ପୁରା ମୋର। ହଜି ଯାଇଥିଲା। ମୁଁ ତାକୁ ଲୋଡୁଛି, ମୁଁ ତାକୁ ଖୋଜୁଛି। କଣ ତୁ ଧରିକି ଯାଉଛୁ? ଛାଡ 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 କହିକି ତା ଲାଙ୍ଗୁଳକୁ ଧରି ପକେଇଲା। ଯେତେବେଳେ ଧରି ପକେଇଲା କଣ ହେଲା? ଶୁଣି ବ୍ରାହ୍ମଣ କୋପ ମନେ ବୋଇଲେ ପରୁଷ ବଚନେ। ଦେଖ ପିଲେ, ଶୁଣିକି ବ୍ରାହ୍ମଣ ଏ କଥା ଶୁଣିକି କଣ କଲା? ପରୁଷ ବଚନେ ବୋଲୁଛି। ପିଲେ ପରୁଷ ବଚନ କହିଲେ କଣ? ପରୁଷ ବଚନେ କହିଲେ ନିନ୍ଦାତ୍ମକ କଥା। ନିନ୍ଦାତ୍ମକ କଥାରେ କହୁଛି ବ୍ରାହ୍ମଣ କୋପ ମନରେ। ବୁଝିପାରିଲା? କୋପ ମନରେ ରାଗିଗଲା ବ୍ରାହ୍ମଣ। ଦ୍ୱିତୀୟ ବ୍ରାହ୍ମଣ ରାଗି ଯାଇଛି। ରାଗିକି ତାକୁ ପରୁଷ ବଚନ କହୁଛି। କଣ କହୁଛି? କହୁଛି ପ୍ରତ୍ୟକ୍ଷ ଘେନି ଅଛି ଦାନ ଦେଖ ତୁ ଫେଡ଼ିଣ ନୟନ। ପ୍ରତ୍ୟକ୍ଷ ମୁଁ କଣ ତାକୁ ଚୋରି କରିକି ଆଣିଛି? ନା, ମୁଁ କୋଉଠୁ ହଜି ଯାଇଥିଲା? ମୁଁ ତାକୁ ଗୋଠରେ ପୁରେଇ ଦେଇଛି। ନା 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 ନା, ପ୍ରତ୍ୟକ୍ଷ ଘେନି ଅଛି ଦାନ। ଏ ଦାନ ମୁଁ ପ୍ରତ୍ୟକ୍ଷ ପାଇଛି। ଦେଖ ତୁ ଫେଡ଼ିଣ ନୟନ, ଦେଖ ତୁ ଫେଡ଼ିଣ ନୟନ। ଟିକେ ଆଖି ଖୋଲିକି, ଟିକେ ଆଖି ଫେଡ଼ିକି ଅନା, ଆଖି ଖୋଲିକି ଟିକେ ଚାହାଁ। ଆଖି ବନ୍ଦ କରିକି କଥାବାର୍ତ୍ତା କଣ କରୁଛୁ? ହେଁ? ଏ ଗାଈ ପା ମୋର। ଏ ଗାଈ ପା ଦାନ ଆଜି ସକାଳୁ ସକାଳୁ ପାଇକି ଧରିକି ଆସୁଛି। ରାଜା ମତେ ଦେଇଛନ୍ତି। ବୁଝିପାରିଲା? ହେଁ? କହୁଛନ୍ତି କଣ ନା ଏଇଟା ମୋ ଗାଈ, କାଲିଠୁ ହଜିଛି, ମୁଁ ଖୋଜୁଛି। ଦେନ୍ କଣ ହେଇଛି? ଜଳ ତୁଳସୀ କୁଶହସ୍ତେ ତୀରେ ହିଁ ଦେଖ ତୁ ପ୍ରତ୍ୟକ୍ଷ। ତାମାନେ କହୁଛନ୍ତି
ଜଳ ଦେଖ, ଜଳ ଲାଗିଛି, ତୁଳସୀ ଲାଗିଛି, ହାତରେ କୁଶ ଅଛି ଦେଖ, ହଁ, ତିଳ ସବୁ ଅଛି ଦେଖ, ସବୁ ଅଛି ଦେଖ, ପ୍ରତ୍ୟକ୍ଷ ଦେଖ, ମତେ ଦାନ ପାଇଛି। ଏବଂ ତାପରେ କଣ, ଏ ଧେନୁ କେମନ୍ତ ତୋର, ବୋଲିଲେ ଶୁଣ ବୋଲୋଇ ବିପ୍ରବର। ବିପ୍ରବର ବ୍ରାହ୍ମଣ ଏକଥା ଯେତେବେଳେ ଶୁଣିଛନ୍ତି ଯେ ଏ ଗାଈ ହଜି ଯାଇଥିଲା, ମୁଁ ଲୋଡୁଛି, ମତେ ଦିଅ ମୋ ଗାଈ, ଧରି ପକାଇଛି ଲାଙ୍ଗୁଳ, ଯେତେବେଳେ ଏ କଥା ଶୁଣିଛନ୍ତି ବ୍ରାହ୍ମଣ ରାଗି କହୁଛି, କଣ କହୁଛି, ଦେଖ ଦେଖ, ପ୍ରତ୍ୟକ୍ଷ ଦେଖ, ଏସବୁ ପ୍ରମାଣ ଅଛି, ଜଳ ତୁଳସୀ, ହାତରେ କୁଶ ଅଛି, ବୁଝିପାରିଲା, ତିଳ ଅଛି, ଦେଖ ପ୍ରତ୍ୟକ୍ଷ, ଏ ଧେନୁ କେମନ୍ତ ତୋହର, ଏ ଧେନୁ, ଏ ଗାଈ କିଭଳି ତୋହର, ହାଁ, ତ ମୁଣ୍ଡ ବୋଧେ ମାଡ଼ ହେଇଯାଇଛି, ତୁ ଆସିକି କହୁଛୁ ଏଇ ଗାଈଟା ମୋର, ନା 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 ନା, ଏ ଗାଈ ତୋର ନୁହେଁ, ଏ ଗାଈ ମୋର ହେଲା। ଦେନ୍ କଣ ହେଇଛି ଦେଖ ପିଲେ, ଧେନୁ ଶରୀରେ ମୋର ଲେଖ, ତାପରେ ଅଛି କଣ ହେଇଛି ଦେଖ ପିଲେ, ଏ ଧେନୁ ଶରୀରେ ମୋର ଲେଖ, ତୋର ଚକ୍ଷୁ ଥିଲେ ଦେଖ, ଧେନୁ ଶରୀରେ, ଧେନୁ ଦେହରେ, ଦେଖା, ଦେଖ ଲେଖା ହେଇଛି, ଧେନୁ ଶରୀରେ ମୋର ଲେଖ, ଦେଖ ଧେନୁ, ଗାଈର ଦେହରେ ମୋର ଲେଖ, ଦେଖେ ତୋର ଚକ୍ଷୁ, ତୋର ଯଦି ଆଖି ଅଛି ଦେଖେ, ଲାଞ୍ଜରୁ କଣ ଧରି ପକାଉଛୁ, ହେଁ, ଏମନ୍ତେ କହି ଶୃଙ୍ଗ ଧରି, ଏଇଭଳି କହି, ଇଏ ଧରିଲା ଶୃଙ୍ଗ, ଇଏ ଧରିଲା ସିଂହକୁ, ସେ ଧରିଛନ୍ତି ଲାଞ୍ଜକୁ, ଏ ବ୍ରାହ୍ମଣ ଧରିଛନ୍ତି ସିଂହକୁ, ସେ ଧରିଛନ୍ତି ଲାଞ୍ଜକୁ, ହେଁ, ଘେନିଲା, ଘେନି ଚଳିଲା ନିଜ ପୁରୀ, ହେଁ, ନିଜ ପୁରୀ, ନିଜ ଯେଉଁ ଘରକୁ ଚାଲିଲା ସିଂହ ଧରିକି, ପରନ୍ତୁ ଆର ବ୍ରାହ୍ମଣ କଣ କରିଛି, ବ୍ରାହ୍ମଣ ଧରେ ଲାଞ୍ଜ ଧେନୁ, ଏମନ୍ତେ ଉପୁଜିଲା ମନ୍ୟୁ, ତାହେଲେ ସେ ଧରିଛି ଲାଞ୍ଜକୁ, ଇଏ ଧରିଛି ସିଂହକୁ, ଯେତେବେଳେ ଟଣାଟୁଣି ହେଉଛି, ସେ ପଛକୁ ଟାଣୁଛି, ଇଏ ଆଗକୁ ଟାଣୁଛି, ସେ ପଛକୁ ଟାଣୁଛି, ଇଏ ଆଗକୁ ଟାଣୁଛି, ଏଇଭଳି ଯେତେବେଳେ ଟଣାଟୁଣି ହେଇଛନ୍ତି, ଉପୁଜିଲା ମନ୍ୟୁ, ମନ୍ୟୁ କହିଲେ ପିଲେ ନିନ୍ଦା, ଦ୍ୱନ୍ଦ ଉପୁଜିଲା, ବୁଝିପାରିଲା, ଦ୍ୱନ୍ଦ ଉପୁଜିଲା ମାନେ କଣ, ତାପରେ ଦେଖ ପିଲେ, କଳି ଭିଆଇଳି, ସରି, କଳି ଭିଆଇଳି, ସରି, କଳି ଭିଆଇ ପତେ ମଧ୍ୟେ, ପ୍ରହାର କଲେ ହସ୍ତ ପାଦେ, କଳି ଭିଆଇ, କଳି ଭିଆଇଲେ, କଳି ହେଲା, କଳି କଜିଆ ହେଲା, ବାଦ ବିବାଦ ହେଲା, ହେଇକି କଣ ହେଲା, ପ୍ରସାର କଲେ ହସ୍ତ ପାଦେ, ହାତରେ ପାଦରେ ସବୁ ପ୍ରହାର କଲେ, ଇଏ ଆକୁ ବାଡଉଛି, ସେ ତାକୁ ବାଡଉଛି, ଦେନ୍ ତାପରେ କଣ, ଏମନ୍ତେ ଉଚ୍ଚ ବାଚ ହୋଇ, ମିଳିଲେ ମୋରେ ମିଳିଲେ ମୋର ପୁରେ ଯାଇ, ଦେଖ ପିଲେ, ଏମନ୍ତ ଉଚ୍ଚ ବାଚ ହୋଇ, ଏମନ୍ତେ ମାରପିଟି ହୋଇ, ଏମନ୍ତେ ଦ୍ୱନ୍ଦ୍ୱରେ ପଡି, ଧକାଧୁକି ହୋଇ କଣ କଲେ, ଏମନ୍ତ ପୁରରେ, ନୃଗରାଜ କହୁଛନ୍ତି ଆଜ୍ଞା, ମୁଁ ଦେଇଥିଲି ଦାନ ନା, ମୋ ପୁରକୁ, ମୋ ପୁରେ, ମୋ ପୁରକୁ ଦୁଇ ଜଣ ଯାଇକି ପଶିଲେ, ମୋ ପୁରକୁ ଦୁଇ ଜଣ ପଶିଲେ, ତାହେଲେ ଆସିବା ପରେ ନୃଗରାଜ କହିଲେ ପିଲେ, ତାହେଲେ ସେ ଆସିବା ପରେ ନୃଗରାଜ କଣ କହୁଛନ୍ତି ଦେଖ ପିଲେ, ଏଇସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବାସ୍ ଏତିକି।